फ्रेम देखुचे आउ ए जो कैंडल लगेଛୁ ଆମେ ହାଇକିନେସ୍ ରେ ଲଗାଉଛୁ ହାଇକିନେସ୍ ଆଉ ଆମେ जो कैंडल नॉर्मल कैंडल ଲଗାଉଛୁ ଦେଖ नॉर्मल कैंडल केते नॉइज ଅଛି ଏଇଠି ରେଡ୍ ହେଇଗଲା ଗ୍ରୀନ୍ ହେଇଗଲେ ଆମ ଭିତରେ ବହୁତ ସାଇकोलॉजिकली पूरा ଉଡ଼ି ଯାଉଛି ଆମର କିନ୍ତୁ ଆମେ ସେଇଟା କ'ଣ କରିବା ଆମେ ହାଇକିନେସ୍ ଲଗାଇବା ଲଗେଇକି ଆମେ କ'ଣ କରିବା ଟ୍ରେଣ୍ଡ ଆଇଡେଣ୍ଟିଫାଏ କରିପାରିବ ହେଲେ ଏଇଠି ଦେଖ ହାଇକିନେସ୍ ରେ ଲଗା ଦ୍ୱାରା ଏଠି ଗ୍ରୀନ୍ ଟ୍ରେଣ୍ଡ ଏଠି ଗୋଟେ ରେଡ୍ ଆସିଲା ଏଠି ଏଇଟା କ'ଣ ଏଇଟା ଗୋଟେ ଗ୍ରୀନ୍ ରେଡ୍ ଆଣ୍ଡ ଗ୍ରୀନ୍ ହେଲା ଅପ୍ ଟ୍ରେଣ୍ଡ କେତେବେଳେ ଏଇଠି ଯେଉଁ ଷ୍ଟ୍ରକ୍ଚରଟା ବ୍ରେକ୍ ହେଲା ଅପ୍ ଟ୍ରେଣ୍ଡଟା ହେଉଛି ଏଇଠି ଆମର ଷ୍ଟ୍ରକ୍ଚରଟା ବ୍ରେକ୍ ହେଲା ଦେଖ ଏଇଠି ହେଲା ଗ୍ରୀନ୍ ରହିଲା ଏଠି ରେଡ୍ ରହିଲା ଏଠି ଡାଉନ୍ ଟ୍ରେଣ୍ଡ ନାହିଁ ଯଦି ଏପଟେ ଆସିଥାନ୍ତା ଏ ଷ୍ଟ୍ରକ୍ଚର ବ୍ରେକ୍ କରିଥାନ୍ତା ବୋଲେ ଏଇଟା ଡାଉନ୍ ଟ୍ରେଣ୍ଡ ହେଇଥାନ୍ତା କେଉଁଟା ଯେ ଦେଖ ଏଇଠି ଯଦି ଷ୍ଟ୍ରକ୍ଚରଟା ଏଇଠି ତିଆରି ହେଇଯାଇଥାନ୍ତା ହେଲା ଯେତେବେଳେ ଏ ଷ୍ଟ୍ରକ୍ଚର ବ୍ରେକ୍ ହେଲା ଆମେ ଗ୍ରୀନ୍ରେ ଯିବା ଆକୁ ଆମେ କ୍ୟାଣ୍ଡେଲରେ ଯଦି ପକାଇବା ଦେଖ କେମିତି ଦେଖାଯିବ ଦେଖ ବେଶୀ ନଏଜ୍ ଅଛି ବେଶୀ ନଏଜ୍ ଅଛି ଏତିକି ଭିତରେ ଜାଣିପାରିବନି ତା ଭିତରେ କୁଆଡ଼େ ଯିବ ସେଇଟା ହେଲେ ଏଇଟାକୁ ଆମେ କ'ଣ କରିବା ହାଇକିନେସ୍ ପକେଇକି ଆମେ ପ୍ରଥମେ ଜୋନ୍ ଟାଣିବା ଜୋନ୍ ମାନେ କ'ଣ ଭେରି ନିୟର ପାଖରେ ଆମର କୌଣସି ଯଦି ଗୋଟେ ଷ୍ଟ୍ରକ୍ଚର ଅଛି ସେ ଷ୍ଟ୍ରକ୍ଚରକୁ ଆମେ ଆଇଡେଣ୍ଟିଫାଏ କରିବା ଦେଖ ଏଇଠି ଗୋଟେ ଷ୍ଟ୍ରକ୍ଚର ଅଛି କେମିତି ଆଇଡେଣ୍ଟିଫାଏ କରିବ ଏ ସବୁ ଅପର ଲେଭେଲର ଦେଖ ଏଇଠି ଗୋଟେ ଷ୍ଟ୍ରକ୍ଚର ଅଛି ଅପର ଲେଭେଲ ଯେଉଁଟାକି ଆମର 1% ରହିବ ଷ୍ଟକ୍ ଅନୁସାରେ 1 ବା ବେଶୀ ହେଲେ 2% ରହିଲା ତାପରେ କ'ଣ କରିବା ଏ ଯେଉଁ ଷ୍ଟ୍ରକ୍ଚର ଅଛି ତଳେ ମଧ୍ୟ ଦେଖ ଏଇଠି ରହିଲା ଆମର ସବୁ ଗୋଟେ ଜୋନ୍ ରହୁଛି ଏଇଟା ଜୋନ୍ଟା ବହୁତ ହେବାକୁ ହେବ ନାହିଁ ହେଲେ ଷ୍ଟପ୍ ଲସ୍ ଆମର ଅଧିକ ହେଇଯିବ ଜୋନ୍ଟା ଅଧିକ ହେଲେ ଆମେ ଜୋନ୍ ଏମିତି ଟାଣିବା ଯେମିତିକି ବହୁତ ଦେଖ ଏ ଭିତରେ ମାର୍କେଟ ରହୁଛି ଏ ଭିତରେ ମାର୍କେଟ ରହିଲା ହେଲେ ଏଇଠି କ'ଣ ହେଉଛି ଷ୍ଟ୍ରକ୍ଚରଟା ଏଇଠି ବ୍ରେକ୍ କଲା ଦେଖ ଆମକୁ ସଡନ୍ଲି ଆମକୁ ମିଳୁଛି ଷ୍ଟ୍ରକ୍ଚର ଏଇଟା ଗଲା ଇଆଡ଼େ ଆସିଲା ହେଲେ ଏଠି ଆର ଗୋଟେ ଷ୍ଟ୍ରକ୍ଚର ବ୍ରେକ୍ କଲା କିନ୍ତୁ କଣ୍ଟିନ୍ୟୁ ନାହିଁ ପୁଣି ରିଭର୍ସ ହେଇଗଲା ଏଇଟା ଷ୍ଟ୍ରକ୍ଚର ହେଲା କିନ୍ତୁ ଏଇଠି ବ୍ରେକ୍ କରିଦେଲା ମାନେ ଆମେ ଷ୍ଟପ୍ ଲସ୍ ଏଇଠି ହେଇଗଲା ଏଇଟା ହେଲେ ଏଇଟା ଆମେ ୱିକ୍ଲି ନେଲେ ୱିକ୍ଲି ଦେଖିଦେଲେ ଆମେ ସୁଇଙ୍ଗ ଟ୍ରେଡ୍ କରିବା ପାଇଁ ବହୁତ ଏଇଟା ଭଲ ଅଛି ଦେଖ ଆମେ ୱିକ୍ଲି କରିବା ୱିକ୍ଲି ଅଛି ଆମେ ଡେଇଲିକି ଆଣିବା ଆମେ ଡେଇଲିରେ ହାଇକିନେସ୍ ଲଗାଇଲେ ଦେଖ এইটি ଅଛି ଏଇଟା ଜୋନ୍ଟା ଏଇଠି ପ୍ରଥମେ ତିଆରି ହେଲା ପରେ ଆମେ ଏଇଠୁ ଟ୍ରେଡ୍ କରିବା ଏଇଠି ଜୋନ୍ ତିଆରି ହେଇଗଲା ନା ଜୋନ୍ଟା ଏଇଠି ଦେଖ ଏଇଠୁ ଜୋନ୍ ତିଆରି ହେଲା ଆମେ ଏଇଠି ଯେ ଆମେ ନଥିଲେ ଆମେ ତାପରେ ନେକ୍ସଟ ମାର୍କେଟକୁ ଆସିଲେ ଜୋନ୍ ତିଆରି ପୁରା ଲମ୍ବା ଲାଇନ୍ଟା ନେଇଯିବ ଦେଖିବ ଏଇଠି କ୍ୟାଣ୍ଡେଲ୍ ଆମେ ପକାଇବା କ୍ୟାଣ୍ଡେଲ୍ ହାଇକିନେସ୍ରେ ଏଇଟା ହେଲା ହାଇକିନେସ୍ରେ କ୍ୟାଣ୍ଡେଲ୍ ଯଦି ପକାଇବା ଦେଖ ପ୍ରତି ଜୋନ୍ ପାଖରେ ଆମର ଗୋଟେ WRC କ୍ୟାଣ୍ଡେଲ୍ ଜାଣିଛନ୍ତି ତ ବିକ୍ରମ ସାରେ ଏଇଟା ହେଲା WRC କ୍ୟାଣ୍ଡେଲ୍ ଏଇଟା ହେଲା WRC କ୍ୟାଣ୍ଡେଲ୍ ଏଇଟା ହେଲା WRC କ୍ୟାଣ୍ଡେଲ୍ ଯଦି ଦେଖ ଏତେ ଦୂରରେ ତଳକୁ ଆସୁଥିଲା ଏଇଠି ମଧ୍ୟ କ୍ୟାଣ୍ଡେଲ୍ ହେଲା କାହିଁକି ଉପରକୁ ଗଲା ନାହିଁ କାରଣ ଜୋନ୍ ଏଇଠି ବଡ଼ ବଡ଼ ବାୟର ମାନେ ଅଛନ୍ତି ଏଇଠି ଏ ପାଖକୁ ଆସିଲେ ହିଁ ନେଉଛନ୍ତି କାରଣ ଟିକେ ତଳକୁ ହେଲେ ଆସୁନି କାହିଁକି କାରଣ ସେ ରେଟ୍ର ତଳେ ଚାହିଁଲେ ତାଙ୍କ ଇଚ୍ଛା ନାହିଁ ମଧ୍ୟ କାଳେ ସେଲର ମାନେ ବହୁତ ନେଇଯିବେ ହେଲେ ଏଇଠି କ'ଣ ହେଲା ଏ ପାଖକୁ ଆସିଲାରୁ ଏଇଠି ଦେଖ ଗୋଟେ ଆମର WRC କ୍ୟାଣ୍ଡେଲ୍ ଭଲ ଭାବେ ଟିକେ ଦେଖନ୍ତୁ ଏଇଠି ଗୋଟେ WRC କ୍ୟାଣ୍ଡେଲ୍ ହେଲା WRC କ୍ୟାଣ୍ଡେଲ୍ ହେଲା ବୋଲେ ଏଇଠି ଦେଖ ଅଛି ରୁଲ୍ଟା ଆପଣ କଥାବାର୍ତ୍ତା ହେଲେ ଏ ଯେଉଁ କ୍ୟାଣ୍ଡେଲ୍ର ଯେତେ ଲେନ୍ଥ ଥିବ ଯେତେ ଟାଇମ୍ ପ୍ରାଇସ୍ ଅଛି ସେଇଟା ଯଦି ଆମର 1:1 ଯାଉଛି ପୁଣି ରିଟ୍ରେସ୍ ହେଇଯାଉଛି ବୋଲେ ଆମକୁ ଅସୁବିଧା ଅଛି ସେଟାକୁ ଆମେ ଏକ୍ଜିଟ୍ ହେବା କଥା କିନ୍ତୁ ନେକ୍ସଟ ଗୋଟେ WRC କ୍ୟାଣ୍ଡେଲ୍ ହେଲା ଯେଉଁଟା ମୁଭ୍ ସେ ଜୋନ୍ ପର୍ଯ୍ୟନ୍ତ ହିଁ ଗଲା ଦେଖ ପୁଣି ଏଇଠି ଆମେ ଟ୍ରେଡ୍ ଆଉ ନାହିଁ ଆମ ଅନୁସାରେ ନାହିଁ କାରଣ ଏଇଠି ହିଁ WRC କ୍ୟାଣ୍ଡେଲ୍ ହେବାର ଅଛି ଏ WRC କ୍ୟାଣ୍ଡେଲ୍ ଏଇଠି ନାହିଁ ଆମ ଟ୍ରେଡ୍ ଆମେ ନେବା ନାହିଁ ଦେଖ ଏଇଠି ମଧ୍ୟ ହେଲା ନା WRC କ୍ୟାଣ୍ଡେଲ୍ ହେଇଗଲା ପରେ ନାହିଁ ଏଇଟା ବୋଲେ କନସେପ୍ଟ ଏଇଟା ହେଇଗଲା ପରେ ଆମେ କହୁଛୁ ବୋଲି କହୁନୁ କନସେପ୍ଟ ହେଲା ଏ ଜୋନ୍ର ଆଇଲା ରେଡ୍ରୁ କ'ଣ ହେଲା ଗ୍ରୀନ୍ ହେଲା ସେ ଗ୍ରୀନ୍ ହେଲା ପରେ ନେକ୍ସଟ ଦେଖ ପୁଣି ଗଲା ଏଇଠି ଦେଖ ଏ ଜୋନ୍ ପାଖରେ କିଛି ରିଏକ୍ଟ ନାହିଁ WRC କ୍ୟାଣ୍ଡେଲ୍ ମଧ୍ୟ ତଳେ କ୍ଲୋଜ୍ ହେଉନି
WRC କ୍ୟାଣ୍ଡେଲ ଯଦି ନେଉଛ ମାନେ ଆମେ ସର୍ଟ ପୋଜିସନ୍ ଏମିତି ନିଆଯାଏ ଏଇଟା ତାର ତଳେ ଟ୍ରେଡ୍ ହେଲେ ଆମେ ଏଇଟାକୁ ଆମେ ନେବା କଥା କିନ୍ତୁ ଜଷ୍ଟ ଦେଖ ଏଇଠି ଗୋଟେ ବଡ଼ WRC କ୍ୟାଣ୍ଡେଲ ହେଲା ଯାହାକି ଧୀରେ 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 ଆମର ଷ୍ଟପ୍ ଲସ୍ ହିଟ୍ ନାହିଁ କିନ୍ତୁ ଉପରେ ଏତିକି ଏତିକି ଟାର୍ଗେଟଟା ଆମକୁ ମିଳିଯିବ ହଁ ପୁଣି ଦେଖିବ ଆହୁରି ଦେଖ ଏ ଜୋନ୍କୁ ଆହୁରି ପଳେଇ ଆସିଲା ରିଲାଏନ୍ସର ଚାଲିଛି ଏ ଜୋନ୍ ଭାଙ୍ଗୁନି ଏବେ ନେକ୍ସଟ ଜୋନ୍ କ'ଣ କଲା ଏ ଉପରେ ଆମର ତିଆରି କଲା ଯଦି ଆମେ ୱିକ୍ଲି ହାଇକିନେସ୍ ଲଗାଇବା ନେକ୍ସଟ ଜୋନ୍ଟା ଅଛି ଜୋନ୍ରୁ ଜୋନ୍କୁ ଆମେ ଯିବା ଦେଖ ଏ ଜୋନ୍କୁ ଏଇଟା ଥିଲା ଗୋଟେ ଜୋନ୍ଟା ଦେଖ ଏଇଠି ଗୋଟେ ଥିଲା ଜୋନ୍ ଥିଲା ନା ନାଇଁ ଗରୁ ଏ ଜୋନ୍ ଦେଖ ଏପଟ ଏମିତି ଗଲା ଏଇଠିକି ଆସିଲା ବ୍ରେକ୍ କଲାନି ପୁଣି ଗଲା ଏଇଟା ବ୍ରେକ୍ କଲା ଯାହାଦ୍ୱାରା ବଡ଼ ଫଲ୍ଟା ହେଲା ଏବେ ଆସିଛି ଏଇଟା ହେଲେ ମନେ ରଖ ଏ ଭିତରେ ଆଉ ଆମକୁ କିଛି ନେବାର ନାହିଁ ଯଦି ଆମେ ସିଓର ହେଲେ ଏଇଠୁ ନେବ ଏଇଠି ଯାଏଁ ଆସିବ ଏଇଟା ଆସିବ ନା ନାଇଁ ଦେଖିବା ହେଲେ ଆସିବା ପାଇଁ ବୋଲେ କ'ଣ ଏଇଠୁ ଦେଖ କହିବା ଯେ ଏଇଠୁ ପଳେଇଲା ଉପରକୁ ଏଇଠୁ ଜୋନ୍ ଏଇଠି ବ୍ରେକ୍ କଲା କି ଏବେ ଯାଏଁ କରିନି ମାନେ ଆମର ଷ୍ଟପ୍ ଲସ୍ ଆମେ ଟାର୍ଗେଟ୍ ବୁକ୍ କରିବା ନାହିଁ ପୁଣି ହାୟର ଲୋ ହେଇକି ସେଟା କ'ଣ ହେବ ଲୋୟର ଲୋ ହେଇକି ଏଇଠିକି ଆସିବ ଏଇଠିକି ଆସିଲେ ଏଇଠି ବୁକ୍ କରିଦେବ କ'ଣ ଦେଖିକି WRC କ୍ୟାଣ୍ଡେଲ୍ ଦେଖିକି ବୁକ୍ କରିବାକୁ ପଡ଼ିବ ଯଦି WRC କ୍ୟାଣ୍ଡେଲ୍ ନାହିଁ ପୁଣି ଟ୍ରେଣ୍ଡ ଏଇଠି ଯେମିତି କଣ୍ଟିନ୍ୟୁ ହେଇଥିଲା ଏଇଠି ମଧ୍ୟ କଣ୍ଟିନ୍ୟୁ ହେଇଯାଇପାରେ କହିହେବ ନା ସେଇଟା କ'ଣ ଆମର ଏକ୍ସପିରିଏନ୍ସ ଉପରେ ଏକା ଅଛି ସେ ଏକ୍ସପିରିଏନ୍ସ ଆସିବାର ଅଛି ତେବେ ଆମକୁ କନଫିଡେନ୍ସ ଆସିବ ସେ କନଫିଡେନ୍ସ ଆସିବ ମାନେ ଆମେ ହାର୍ଡ ଲେବର କରିବାର ଅଛି ଆଉ ନଲେଜ ଗେନ୍ କରିବାର ଅଛି ଏତିକିକା ଆମେ ସେୟାର ମାର୍କେଟକୁ ଭୁଲିନୁ ଆମେ ଚଲେଇଛୁ ଗୋଟେ ସଂସ୍ଥା